ପିଲାମାନେ ତୁମକୁ ପୁଣି ଥରେ ସ୍ୱାଗତ ଜଣାଉଛି ମୋର ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଆରମ୍ଭ କରିବା ତୁମ ନବମ ଶ୍ରେଣୀର ନୂଆ ଏକ ଟପିକ୍। ସେ ଟପିକ୍ଟିର ନାଁ ହେଉଛି ଏ ହିରୋ। ପିଲାମାନେ ତୁମେ କହିଲ ହିରୋ ମାନେ କ'ଣ? ହଁ, ହିରୋ ତୁମକୁ କହିଲା ମାନେ ତୁମ ମନକୁ ସ୍ୱତଃପ୍ରବୃତ୍ତ ଭାବରେ ଚାଲି ଆସନ୍ତି ସେ ସିନେମାର ହିରୋ ଗୁଡ଼ାକ। ହିନ୍ଦୀ ସିନେମାର ହେଉ, ଓଡ଼ିଆ ସିନେମାର ହେଉ ବା ସାଉଥ୍ ସିନେମାର ହେଉ, ସେଇ ଚେହେରା ତୁମ ମନକୁ ଚାଲି ଆସନ୍ତି ଏବଂ ତୁମେମାନେ ସେଇ ଭଳିଆ ସେଇ ହିରୋମାନଙ୍କ ଭଳିଆ ହେବାକୁ ମଧ୍ୟ ଚେଷ୍ଟା କରୁଛ। ଆଉ ଝିଅ ପିଲାମାନେ ହିରୋଇନ୍ ହେବାକୁ ଚେଷ୍ଟା କରୁଛ। କିନ୍ତୁ ବାସ୍ତବରେ ତୁମେ ଯେଉଁ ଅର୍ଥ ବୁଝିଛ ହିରୋ ମାନେ, ସେଇଟା ସମ୍ପୂର୍ଣ୍ଣ ରୂପେ ଭୁଲ। ହିରୋର ପ୍ରକୃତ ଅର୍ଥ ହେଉଛି ବୀର। ହିରୋ ମାନେ ହେଉଛି ବୀର। ତୁମେ ସହଜରେ ବୁଝିପାରିବ ହିରୋ ମାନେ ବୀର। ବୀର କାହାକୁ କହିବା? ଯିଏକି ବାସ୍ତବ ଜୀବନରେ ଏମିତି କିଛି ସାହସିକ କାମ କରିଥିବେ, ଏମିତି କିଛି ଭଲ କାମ କରିଥିବେ, ଏମିତି ବୀରତ୍ୱପୂର୍ଣ୍ଣ କାମ କରିଥିବେ, ତାଙ୍କୁ ହିଁ କେବଳ ହିରୋ କୁହାଯାଏ। ତ ମୋ ମତରେ ତ ଆମ ଦେଶର ଯେଉଁ ବୀର ଯବାନ ମାନେ ଅଛନ୍ତି ସେମାନଙ୍କୁ ବାସ୍ତବରେ ହିରୋ କୁହାଯାଏ, ଯେଉଁମାନେ କି ଆବଶ୍ୟକ ବେଳେ ତାଙ୍କର ଜୀବନକୁ ଉତ୍ସର୍ଗ କରି ଆମ ଦେଶକୁ ରକ୍ଷା କରୁଛନ୍ତି, ପ୍ରତିରକ୍ଷା ଦେଉଛନ୍ତି। ହଉ, ଯାହା ହଉ, ତୁମେ ହିରୋ ମାନେ ସେ ସିନେମାର ହିରୋ ମାନଙ୍କର କଥା ବୁଝିବନି। ହିରୋ ମାନେ ହେଉଛି ବୀର। ଯେ କେହି ବି ବୀର ହେଇପାରିବ। ତୁମେ ବି ଯଦି ବାସ୍ତବ ଜୀବନରେ ଏମିତି କିଛି କାମ କରିବ ଯେଉଁ କାମ କି ତୁମକୁ ସମସ୍ତେ ପ୍ରଶଂସା କରିବେ, ହେଲେ ତୁମେ ବି ବାସ୍ତବ ଜୀବନରେ ହିରୋ ହେଇପାରିବ। ତ ପିଲାମାନେ ଆସ ପ୍ରଥମେ ଦେଖିଦେବା ଏଇ ଟପିକ୍ର ଲିଡ୍ ଇନ୍ ବା ଉପକ୍ରମ କ'ଣ ଅଛି। ହ୍ୟାଭ୍ ୟୁ ରେଡ୍ ଷ୍ଟୋରିଜ୍ ଅଫ୍ କରେଜ୍ ଆଣ୍ଡ ବ୍ରେଭେରୀ? ତୁମେ କେବେ ଗପ ପଢ଼ିଛ କି ଗପ? ନା ସାହସର ଗପ, ମାନେ ଯେଉଁ ଗପରେ ସାହସର ବା ସାହସିକତାର କଥା କୁହାହେଇଥିବ ବା ବ୍ରେଭେରୀ ବା ବୀରତ୍ୱର କଥା କୁହାହେଇଥିବ, ସେଇଭଳିଆ କାହାଣୀ ତୁମେ କେବେ ପଢ଼ିଛ କି? ନିଶ୍ଚିତ ଭାବରେ ପଢ଼ିଥିବ। ଏଇଭଳିଆ ବହୁତ ଗୁଡ଼ିଏ ଗପ ତୁମେ ପଢ଼ିଥିବ। ରିକଲେକ୍ଟ, ମନେ ପକାଅ, ସେଇଭଳିଆ ଗପ ଗୁଡ଼ିକ ତୁମେ ମନେ ପକାଅ। ରିକଲେକ୍ଟ ଏ ଷ୍ଟୋରି ଆଣ୍ଡ ଟେଲ୍ ଟୁ ଦି କ୍ଲାସ୍। ଏଇ ଭଳିଆ ଗୋଟିଏ ଗପ ମନେ ପକାଅ ଏବଂ ସେଇ ଗପ ତୁମେ ତୁମ କ୍ଲାସ୍ରେ କୁହ। ଲୁକ୍ ଏଟ୍ ଦି ଟାଇଟଲ୍ ଅଫ୍ ଦିସ୍ ଲେସନ୍। ଏଇ ଲେସନ୍ର ଟାଇଟେଲ୍ ବା ତା'ର ଶିରୋନାମା ଯେଉଁଟା ଅଛି ସେଇଟା ଦେଖ। ହ୍ୱାଟ୍ ଟାଇପ୍ ଅଫ୍ ଆକ୍ସନ୍ ଆଣ୍ଡ ବିହେଭିୟର୍ ଡୁ ୟୁ ଏକ୍ସପେକ୍ଟ ଫ୍ରମ୍ ଏ ହିରୋ? ତୁମେ ଗୋଟେ ହିରୋ ଠାରୁ, ତୁମେ ଗୋଟେ ବୀର ଠାରୁ କି ପ୍ରକାର ଆକ୍ସନ୍ ମାନେ କାର୍ଯ୍ୟକଳାପ, ବିହେଭିୟର୍ ମାନେ ବ୍ୟବହାର, ତୁମେ ଜଣେ ଗୋଟେ ହିରୋ ଠାରୁ କି ପ୍ରକାର କାର୍ଯ୍ୟକଳାପ ଆଉ କି ପ୍ରକାର ବ୍ୟବହାର ଏକ୍ସପେକ୍ଟ କର, ଆଶା କର। ମାନେ ଜଣେ ବୀରର, ହିରୋର ତାର କାର୍ଯ୍ୟକଳାପ କେମିତି ହେବା ଦରକାର, ତାର ଆଚାର ବ୍ୟବହାର କେମିତି ହେବା ଦରକାର। ଡିସ୍କସ୍ ୱିଥ୍ ୟୋର୍ ଫ୍ରେଣ୍ଡସ୍ ଆଣ୍ଡ ସମ୍ ଅଫ୍ ଦିସ୍ ଇମ୍ପୋର୍ଟାଣ୍ଟ କ୍ୱାଲିଟିଜ୍ ଅଫ୍ ଏ ହିରୋ। ତୁମେ ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର, ଏ ବାବଦରେ ଡିସ୍କସ୍ କର ଏବଂ ଯେଉଁ ପଏଣ୍ଟସ୍ ଗୁଡ଼ିକ ତୁମେ ପାଇଲ, ଇମ୍ପୋର୍ଟାଣ୍ଟ କ୍ୱାଲିଟି ଗୁଡ଼ିକୁ ଯେଉଁଟା ପାଇଲ ଗୋଟେ ହିରୋର, ସେଗୁଡ଼ାକୁ ତୁମେ ନୋଟ୍ କରି ରଖ, ଟିପି ରଖ। ହିୟର୍ ଇଜ୍ ଏ ଷ୍ଟୋରି ଅଫ୍ କରେଜ୍ ଆଣ୍ଡ ବ୍ରେଭେରୀ। ତାହେଲେ ଏଠାରେ ଆମର ଗୋଟେ ଗପ ଅଛି। ଏଇ ଗପରେ କରେଜ୍ ମାନେ ସାହସ, ବ୍ରେଭେରୀ ମାନେ ବୀରତ୍ୱ, ସେଇ ଗପରେ ସାହସ ଏବଂ ବୀରତ୍ୱର କଥା କୁହାଯାଇଛି। ତ ପିଲାମାନେ ଏଇଟା ଥିଲା ଆମର ଲିଡ୍ ଇନ୍। ପିଲାମାନେ ଆସ ଏବେ ଆଲୋଚନା କରିବା ଏ ହିରୋ ଷ୍ଟୋରିର ପାର୍ଟ 1, ପ୍ରଥମ ଭାଗ ଯେଉଁଟା ଅଛି। ଗପଟି ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୁଁ ତୁମକୁ କହିଦିଏ ଏଥିରେ କି କଠିନ ଶବ୍ଦ ଅଛି। ପ୍ରଥମ ଶବ୍ଦଟି ହେଉଛି ଅନଏକ୍ସପେକ୍ଟେଡ୍। ଅନଏକ୍ସପେକ୍ଟେଡ୍ ମାନେ ହେଉଛି ଅପ୍ରତ୍ୟାଶିତ ବା ହଠାତ୍ ଆଶା କରାଯାଇନଥିବ ଯେଉଁଟା, ସେଇଭଳିଆ ଗୋଟେ କାମ ହେବ, ସେଇଟାକୁ କୁହାଯାଉଛି ଅନଏକ୍ସପେକ୍ଟେଡ୍। ତାପରେ ଆସିଲା ଟର୍ନ। ଟର୍ନ ମାନେ ଘଟିବା, ଟର୍ନ ମାନେ ପାଳି ବି କୁହାଯାଏ, ଟର୍ନ ମାନେ ବୁଲିବା ବି, କିନ୍ତୁ ଏଇଠି ଆମର ଟର୍ନ ମାନେ ଘଟିବା, ଯେକୌଣସି ଘଟଣା ଘଟିବା, ସେଇଟାକୁ କୁହାଯାଉଛି ଟର୍ନ। ବ୍ରେଭେରୀ ବୀରତ୍ୱ। ଲାଡ୍, ଲାଡ୍ ମାନେ ବାଳକ, ଏଇଟା ଗୋଟେ ଓଲ୍ଡ ୟୁଜ୍। ଲାଡ୍ ମାନେ ବାଳକ, ବାଳିକାକୁ କୁହାଯାଉଛି ଲାସ୍, LASS, ଲାସ୍। ତାପରେ ଆସିଲା ଫାଇଟ୍। ଫାଇଟ୍ ନୁହଁ ପିଲାମାନେ, ତାପରେ ଆସିଲା ଫ୍ଲାଇଟ୍ ଅପ୍। ଫ୍ଲାଇଟ୍ ଅପ୍ ମାନେ ଚଢ଼ିବା, ଗଛ ଚଢ଼ିବା। ଫିକ୍ସଡଲି, ନିର୍ଦ୍ଦିଷ୍ଟ ଭାବେ। ସ୍ନିୟର୍, ଥଟ୍ଟା କରିବା ବା କଟାକ୍ଷ କରିବା, ଘୃଣାପୂର୍ଣ୍ଣ ହସିବା, ଘୃଣାରେ ଥଟ୍ଟାରେ ଜଣକୁ ହସି ଦେବା, ସେଇଟାକୁ କୁହାଯାଉଛି ସ୍ନିୟର୍। କଞ୍ଜାପ୍ଟିଭ୍, କଞ୍ଜାପ୍ଟିଭ୍ ମାନେ ରଗିଣା, ଯାହାର ଦେହ ବାରମ୍ବାର ଖରାପ ହେଉଥିବ ତାକୁ ଆମେ କହୁଛୁ କଞ୍ଜାପ୍ଟିଭ୍। ଡିସ୍ପୁଟେଡ୍,
ବିବାଦ କରିବା, ବିବାଦ ଘେରକୁ ଆଣିବା, ଯେକୌଣସି ଗୋଟିଏ ଜିନିଷ ବିବାଦ ଘେରକୁ ଆଣିବା ତାକୁ କୁହାଯାଉଛି ଡିସ୍ପୁଟେଡ଼। ତାପରେ ହେଲା ଫ୍ରାଇଟଫୁଲ୍, ଭୟାନକ ବା ଭୟଙ୍କର। ପ୍ରପୋଜିସନ୍, ପ୍ରସ୍ତାବ ବା ପ୍ରତିଜ୍ଞା। ଗ୍ରେନି, ଗ୍ରାଣ୍ଡ ମଦର, ସେ ଆଈ ହୁଅନ୍ତୁ ସେ ଜେଜେମା ହୁଅନ୍ତୁ। ତାପରେ ଆସିଲା ମମ୍ବୁଲ, ଅସ୍ପଷ୍ଟ କଥା, ଧୀରେ ଧୀରେ କଥା କହିବା, ସେଇଟା କୁହାଯାଉଛି ମମ୍ବୁଲ। ଏନ୍ଥୁସିଆଜିମ୍, ପ୍ରବଳ ଆଗ୍ରହ, ପ୍ରବଳ ଆଗ୍ରହ। ହେୟାର ଆଫ୍ଟର, ଏବେଠାରୁ, ଏହାପରେ। ବ୍ରାଣ୍ଡ ମାନେ ମାର୍କା, ଚିହ୍ନ ବା ଦାଗ, ମାନେ କମ୍ପାନୀ ମାନଙ୍କର ଯେଉଁ ବ୍ରାଣ୍ଡ ଥାଏ ତାଙ୍କର ଚିହ୍ନ ଯେଉଁଟା ଥାଏ, ଲୋଗୋ ଯେଉଁଟା ଥାଏ ସେଇଟା କୁହାଯାଉଛି ବ୍ରାଣ୍ଡ। ବିୟଣ୍ଡ, ବିୟଣ୍ଡ ମାନେ ବାହାରେ, ବିୟଣ୍ଡ ଇମାଜିନେସନ୍ କହୁଛନ୍ତି, କଳ୍ପନାର ବାହାରେ। ବିୟଣ୍ଡ ମାଇ ରିଚ୍, ଅପହଞ୍ଚ, ମୋର ପହଞ୍ଚ ବାହାରେ। ବିୟଣ୍ଡ ମାଇ ଏକ୍ସପେକ୍ଟେସନ୍, ମୋର ଆଶାର ବାହାରେ, ଏମିତି ଆମେ କହୁଛୁ। ଚ୍ୟାଲେଞ୍ଜ, ଚ୍ୟାଲେଞ୍ଜ ମାନେ ପ୍ରତିଯୋଗିତା। କମାଣ୍ଡ, କମାଣ୍ଡ ମାନେ ହେଉଛି ଆଦେଶ ବା ହୁକୁମ। ଡିସଗ୍ରେସଫୁଲ୍, ଅପମାନଜନକ, ଲଜ୍ଜାଜନକ। ବ୍ରିଙ୍ଗ ଆପ୍, ବ୍ରିଙ୍ଗ ଆପ୍ରୁ ଆମର ଏଇ ଗପରେ ଅଛି ବ୍ରଟ୍ ଆପ୍, ତାର ପାଷ୍ଟ ଟେନ୍ସ ହେଇଛି। ବ୍ରିଙ୍ଗ ଆପ୍ ମାନେ ହେଉଛି ଲାଳନ ପାଳନ କରିବା, ଛୋଟରୁ ବଡ଼ କରିବା, ସେଇଟାକୁ କୁହାଯାଉଛି ବ୍ରିଙ୍ଗ ଆପ୍। ତ ପିଲାମାନେ ପାର୍ଟ 1, ଏ ହିରୋ ଷ୍ଟୋରିର ପାର୍ଟ 1ରେ ଏଗୁଡ଼ାକ ଥିଲା ଆମର କଠିନ ଶବ୍ଦ। ପିଲାମାନେ କଠିନ ଶବ୍ଦ ଏବଂ ତାର ଅର୍ଥ ଆଲୋଚନା ପରେ ଏବେ ଦେଖିବା ପାର୍ଟ 1ରେ କ'ଣ ଅଛି। ଫର୍ ସ୍ୱାମୀ ଇଭେଣ୍ଟସ୍ ଲୁକ୍ ଏନ୍ ଅନଏକ୍ସପେକ୍ଟେଡ଼ ଟର୍ନ। ତାହେଲେ ପିଲାମାନେ ଏଇ ଯେ ଗପ ଯେଉଁଟା ଆମର ଅଛି, ଏଇ ଗପର ପ୍ରଥମ କ୍ୟାରେକ୍ଟର ଆମର ଆସିଯାଇଛନ୍ତି, ପ୍ରଥମ ଚରିତ୍ର ଆସିଯାଇଛନ୍ତି, ତାଙ୍କର ନାଁ ହେଉଛି ସ୍ୱାମୀ। ତେଣୁ ସ୍ୱାମୀଙ୍କ କଥା ଏଇଠି କୁହାଯାଇଛି। କ'ଣ ଅଛି ନା ଫର୍ ସ୍ୱାମୀ ଇଭେଣ୍ଟସ୍ ଲୁକ୍ ଏନ୍ ଅନଏକ୍ସପେକ୍ଟେଡ଼ ଟର୍ନ, ମାନେ ସ୍ୱାମୀଙ୍କ ଜୀବନରେ ଇଭେଣ୍ଟ ମାନେ ଘଟଣା, ଯେଉଁ ଘଟଣା ଗୋଟିକୁ ଘଟି ଯାଉଥିଲା ସେଇଟା ଅନଏକ୍ସପେକ୍ଟେଡ଼ ହେଉଥିଲା। ଅନଏକ୍ସପେକ୍ଟେଡ଼ ମାନେ ଅପ୍ରତ୍ୟାଶିତ ଭାବେ ତାଙ୍କ ଜୀବନରେ ଘଟଣା ଗୁଡ଼ିକ ଘଟି ଯାଉଥିଲା। ତା ମାନେ ସ୍ୱାମୀ ତାଙ୍କ ଜୀବନରେ ହଠାତ୍ ଏମିତି କିଛି ପରିସ୍ଥିତି ସାମ୍ନା କରୁଥିଲେ ଯେଉଁଟାକୁ ସେ କେବେ ଆଶା କରିନଥିଲେ, ଅପ୍ରତ୍ୟାଶିତ, ହଠାତ୍ ଆସିଯାଉଥିଲା। ଫାଦର ଲୁକ୍ଡ ଓଭର ଦି ନ୍ୟୁଜ୍ ପେପର, ହି ୱାଜ୍ ରିଡ଼ିଂ ଅଣ୍ଡର ଦି ହଲ୍ ଲ୍ୟାମ୍ପ ଏଣ୍ଡ ସେଡ୍। ବାପା ନ୍ୟୁଜ୍ ପେପର ପଢ଼ୁଛନ୍ତି ଏବଂ ସେହି ସମୟରେ ସ୍ୱାମୀ ଗୋଟେ ରୁମ୍ରେ ଲ୍ୟାମ୍ପ ତଳେ, ଲ୍ୟାମ୍ପ ଆଲୁଅରେ ପାଠ ପଢ଼ୁଛନ୍ତି। ବାପା କହିଲେ, ସ୍ୱାମୀ ଲିସିନ୍ ଟୁ ଦିସ୍, ସ୍ୱାମୀ ଏଇ କଥାଟା ଟିକେ ଶୁଣିଲୁ, ଏଇ ଖବରଟା ଟିକେ ଶୁଣିଲୁ। ବାପା ତ ନ୍ୟୁଜ୍ ପେପର ପଢ଼ୁଛନ୍ତି ନା, ତେଣୁ ନ୍ୟୁଜ୍ ପେପରରେ କ'ଣ ଗୋଟେ ଖବର ପାଇଛନ୍ତି ବାପା, ତାକୁ ଶୁଣାଉଛନ୍ତି ସ୍ୱାମୀକୁ। ସ୍ୱାମୀ ଏଇ ଖବରଟା ଟିକେ ଶୁଣିଲୁ। ନ୍ୟୁଜ୍ ହେଜ୍ ବିନ୍ ରିସିଭ୍ଡ ଏବାଉଟ୍ ଦି ବ୍ରେଭେରୀ ଅଫ୍ ଏ ଭିଲେଜ ଲାର୍ଡ। ଗୋଟେ ଖବର ରିସିଭ୍ କରାଯାଇଛି, ଗୋଟେ ଖବର ଏଇଠି ଛପାଯାଇଛି। କି ଖବର ନା ବ୍ରେଭେରୀ, ବୀରତ୍ୱର କଥା, ଗୋଟେ ଭିଲେଜ ଲାର୍ଡର, ଗୋଟେ ଗାଉଁଲି ବାଳକର ବୀରତ୍ୱର କଥା ଏଇଠି କୁହାଯାଇଛି। ହୁ, ଯିଏକି ହ୍ୱାଇଲ୍ ରିଟର୍ଣ୍ଣିଂ ହୋମ୍ ବାଇ ଦି ଜଙ୍ଗଲ ପାଥ୍, ଯିଏକି ଘରକୁ ଫେରୁଥିଲା ଜଙ୍ଗଲ ରାସ୍ତାରେ, କେମ୍ ଫେସ୍ ଟୁ ଫେସ୍ ୱିଥ୍ ଏ ଟାଇଗର। ଫେସ୍ ଟୁ ଫେସ୍ ମାନେ ସାମ୍ନା ସାମ୍ନି, ସେ ଗୋଟେ ବାଘର ସାମ୍ନା ସାମ୍ନି ହେଲା। କିଏ? ସେ ଗାଉଁଲି ବାଳକ। ଦି ପାରାଗ୍ରାଫ ଡେସ୍କ୍ରାଇବ୍ଡ ଦି ଫାଇଟ୍ ଦି ବୟ ହେଡ୍ ୱିଥ୍ ଦି ଟାଇଗର। এই ପାରାଗ୍ରାଫ ବର୍ଣ୍ଣନା କରିଛି, ଡେସ୍କ୍ରାଇବ୍ କରିଛି ଫାଇଟ୍ ମାନେ ଯୁଦ୍ଧ, ସଂଗ୍ରାମ, ଲଢ଼େଇ। ସେ ବାଳକର, ସେ ପିଲାର ବାଘ ସହିତ ଯେଉଁ ଲଢ଼େଇ ହେଲା, ତାଙ୍କ ମଧ୍ୟରେ ଯେଉଁ ଲଢ଼େଇ ହେଲା, ସେ ଲଢ଼େଇ କଥା ଏଠାରେ କୁହାଯାଇଛି। ଏଣ୍ଡ ହିଜ୍ ଫ୍ଲାଇଟ୍ ଆପ୍ ଏ ଟ୍ରି, ଏବଂ ଲଢ଼େଇ କରିବା ସରିବା ପରେ ସେ ଗୋଟିଏ ଗଛ ଉପରକୁ କେମିତି ଚଢ଼ିଗଲା ସେଇ କଥା ମଧ୍ୟ କୁହାଯାଇଛି। ହ୍ୱେୟାର ହି ଷ୍ଟେଡ୍ ଫର୍ ହାଫ୍ ଏ ଡେ, ସେ ଗଛ ଉପରକୁ ଚଢ଼ିଗଲା, ସେଇ ଗଛ ଉପରେ ସେ ହାଫ୍ ଏ ଡେ ମାନେ ଅଧା ଦିନ ପାଖାପାଖି ସେ ରହିଗଲା। ଟିଲ୍ ସାମ୍ ପିପୁଲ୍ କାମ୍ ଦେଟ୍ ୱେ, କେତେବେଳେ ପର୍ଯ୍ୟନ୍ତ ନା ଯେତେବେଳେ ପର୍ଯ୍ୟନ୍ତ କିଛି ଲୋକ ସେଇ ରାସ୍ତାରେ ଆସିଲେ। ଏଣ୍ଡ କିଲ୍ ଦି ଟାଇଗର, ଏବଂ ବାଘକୁ ମାରିଲେ। ମାନେ କିଛି ସମୟ ପରେ, ମାନେ ଅଧା ଦିନ ପରେ କିଛି ଲୋକ ସେଇ ରାସ୍ତାରେ ଆସିଲେ, ବାଘକୁ ଦେଖିଲେ, ବାଘକୁ ମାରିଲେ। ବାଘଟା କେଉଁଠି ଥିଲା? ଗଛ ମୂଳରେ ଥିଲା। ବାଘକୁ ମାରିଲେ, ସେତେବେଳେ ପର୍ଯ୍ୟନ୍ତ ସ୍ୱାମୀ ସେଇ ଗଛରେ ହିଁ ଚଢ଼ିଥିଲା। ତେଣୁ ଏମିତି ଗୋଟେ ଷ୍ଟୋରି ଅଛି। ସ୍ୱାମୀ, ତୁ ଏଇ ଷ୍ଟୋରିକୁ ଟିକେ ଶୁଣୁ। ଏଇ କଥାଟା ବାପା କହିଲେ ସ୍ୱାମୀକୁ। ଆଫ୍ଟର ରିଡ଼ିଂ ଇଟ୍ ଥ୍ରୋ, ୟାକୁ ଭଲ ଭାବରେ ପଢ଼ିବା ପରେ, ଟିକି ଟିକି ଭାବରେ ପଢ଼ିଲା ପରେ, ଫାଦର ଲୁକ୍ଡ ଏଟ୍ ସ୍ୱାମୀ ଫିକ୍ସଡଲି,
ବାପା ସ୍ୱାମୀକୁ ନିର୍ଦ୍ଦିଷ୍ଟ ଭାବରେ ଅନେଇ କରି ଦେଖିଲେ ଏବଂ କହିଲେ, ଆଷ୍ଟ ମାନେ ପଚାରିଲେ, କହିଲେ ନୁହଁ ପଚାରିଲେ, ହ୍ୱାଟ୍ ଡୁ ୟୁ ସେ ଟୁ ଦ୍ୟାଟ୍। ଏଇ ଯେ ଗପ ଯେଉଁଟା ଅଛି ଏଇ ଗପଟା ଶୁଣିକରି ତୁ କ'ଣ କହିବୁ, ଏଇ ଗପ ବାବଦରେ ତୁ କ'ଣ କହିବୁ। ସ୍ୱାମୀ ସେଡ୍, ସ୍ୱାମୀ କହିଲା, ଆଇ ଥିଙ୍କ ହି ମଷ୍ଟ ହ୍ୟାଭ୍ ବିନ୍ ଏ ଭେରି ଷ୍ଟ୍ରଙ୍ଗ ଏଣ୍ଡ ଗ୍ରୋନ୍ ଅପ୍ ପର୍ସନ୍। ସ୍ୱାମୀ କହିଲା, ମୁଁ କହିବି ଯେ ସେ ନିଶ୍ଚିତ ଭାବରେ, ମାନେ ସେ ପିଲା କଥା କହୁଛନ୍ତି ନା, ସେ ନିଶ୍ଚିତ ଭାବରେ ଗୋଟେ ଷ୍ଟ୍ରଙ୍ଗ ମାନେ ଶକ୍ତିଶାଳୀ ଲୋକ ହେଇଥିବ ଏବଂ ଗ୍ରୋନ୍ ଅପ୍, ଗ୍ରୋ ମାନେ ବଢ଼ିବା, ବଡ଼ ହେବା, ଗ୍ରୋନ୍ ଅପ୍ ମାନେ ବଡ଼ ହେଇଥିବ, ମାନେ ବଡ଼ ଲୋକ। ସେ କଦାପି ଛୋଟ ପିଲା ହେଇନଥିବ, ସେ ଶକ୍ତିଶାଳୀ ଏବଂ ବଡ଼ ଲୋକ ହେଇଥିବ। ନଟ୍ ଏଟ୍ ଅଲ୍ ଏ ବୟ, ଯେଉଁ କଥା ମୁଁ କହିଲି, ନଟ୍ ଏଟ୍ ଅଲ୍ ଏ ବୟ, ସେ ଗୋଟେ ବାଳକ ହେଇନଥିବ। ହାଉ କୁଡ୍ ଏ ବୟ ଫାଇଟ୍ ଏ ଟାଇଗର, ଗୋଟେ ବାଳକ ଗୋଟେ ପିଲା ବାଘ ସହିତ କେମିତି ଲଢ଼େଇ କରିପାରିବ। ତେଣୁ ସେ କଦାପି ଗୋଟେ ବାଳକ ହେଇନଥିବ। ହି ମଷ୍ଟ ବି ଏ ଗ୍ରୋନ୍ ଅପ୍ ପର୍ସନ୍। ୟୁ ଥିଙ୍କ ୟୁ ଆର୍ ୱାଇଜର ଦେନ୍ ଦି ନ୍ୟୁଜ୍ ପେପର। ଫାଦର ଷ୍ଟିୟାର୍ଡ, ବାପା ଘୃଣାରେ ବା ଥଟ୍ଟାରେ ବା କଟାକ୍ଷ କରି କହିଲେ, ତୁ ଭାବୁଛୁ ତୁ ଖବରକାଗଜ ଠାରୁ ବେଶୀ ବୁଦ୍ଧିମାନ ନାହିଁ। ଖବରକାଗଜରେ ଯେଉଁ କଥା ବାହାରିଛି ସେଇଟା ଭୁଲ ହେଇଥିବ, ତାଠାରୁ ତୁ ବେଶୀ ଜାଣିଛୁ। ତେଣୁ ଏମିତି କହିକରି ବାପା କାହାକୁ, ସ୍ୱାମୀକୁ ଟିକେ କଟାକ୍ଷ କଲେ, ଉପହାସ କଲେ। ଏ ମ୍ୟାନ୍ ମେ ହ୍ୟାଭ୍ ଦି ଷ୍ଟ୍ରେଙ୍ଗଥ ଅଫ୍ ଏନ୍ ଏଲିଫେଣ୍ଟ ଏଣ୍ଡ ୟେଟ୍ ବି ଏ କାୱାର୍ଡ। ଜଣେ ଲୋକର ହାତୀ ଭଳିଆ ଶକ୍ତି ଥିବ, ଷ୍ଟ୍ରେଙ୍ଗଥ, କିନ୍ତୁ ସେ ଗୋଟେ କାୱାର୍ଡ ହେଇଥିବ, କିନ୍ତୁ ସେ ଗୋଟେ ଡରୁଆ ହେଇଥିବ, ଭୀରୁ ହେଇଥିବ। ହେଲେ କ'ଣ ହେବ? ଏତେ ଗୁଡ଼ାଏ ଶକ୍ତି ଥାଇକରି, ହାତୀର ଶକ୍ତି ଥାଇକରି ତା ମନରେ ଯଦି ସାହସ ନଥିବ, ତାହେଲେ ସେଇଟା ମିନିଂଲେସ୍, ତାର ଅର୍ଥହୀନ, କିଛି କାମକୁ ଆସିବ ନାହିଁ। ହୟାର ଏଜ୍, ଅନ୍ୟ ପକ୍ଷରେ, ଏନାଦର ମେ ହ୍ୟାଭ୍ ଦି ଷ୍ଟ୍ରେଙ୍ଗଥ ଅଫ୍ ଏ କଞ୍ଜମ୍ପଟିଭ୍। ଆଉ ଜଣେ ଲୋକର, ତାର ବଳ ଗୋଟେ ରଗିଣା ଲୋକ ଭଳିଆ, ମାନେ ତାର ଅଳ୍ପ ବଳ ଥିବ, ଗୋଟିଏ ରଗିଣା ଲୋକର ଯେତିକି ବଳ ଥିବ, କମ୍ ବଳ ଥିବ, ସେତିକି ବଳ ଥାଇପାରେ। ବଟ୍ ହ୍ୟାଭିଂ କରେଜ୍ ହି କ୍ୟାନ୍ ଡୁ ଏଭ୍ରିଥିଙ୍ଗ, କିନ୍ତୁ ତା ପାଖରେ ସାହସ ଥିବ, ହେଲେ ସେ ସବୁ କାମ କରିପାରିବ। ବଳ କମ୍ ଥିବ କିନ୍ତୁ ମନରେ ତାର ସାହସ ଥିବ, ହେଲେ ହି କ୍ୟାନ୍ ଡୁ ଏଭ୍ରିଥିଙ୍ଗ, ସେ ସବୁ କାମ କରିପାରିବ ବା ଏନିଥିଙ୍ଗ। କରେଜ୍ ଇଜ୍ ଏଭ୍ରିଥିଙ୍ଗ, ସାହସ ହେଉଛି ସବୁକିଛି। ଷ୍ଟ୍ରେଙ୍ଗଥ ଆଣ୍ଡ ଏଜ୍ ଆର୍ ନଟ୍ ଇମ୍ପୋର୍ଟାଣ୍ଟ, ବଳ ଏବଂ ବୟସ ଏତେ ଗୁରୁତ୍ୱପୂର୍ଣ୍ଣ ନୁହଁ। ତାମାନେ ପିଲାମାନେ, ତୁମେ ଏଇଠୁ ଗୋଟେ କଥା ଶିଖ, ଆମ ଜୀବନରେ, ଆମ ମନରେ କରେଜ୍ ବା ସାହସଟା ନିଶ୍ଚିତ ଭାବରେ ଥିବା ଦରକାର। ମୁଁ ସାନ ପିଲାଟିଏ ପାରିବି ନାହିଁ, ମୁଁ ଏତେ ଏଇଟା କରିପାରିବି ନାହିଁ, ସେମିତି ଆମେ ଭାବିବା ନାହିଁ। ଆମ ମନରେ ଟିକେ କରେଜ୍ ଆସିବା ଦରକାର, ସାହସ ଆସିବା ଦରକାର। ସ୍ୱାମୀ ଡିସ୍ପୁଟେଡ୍ ଦି ଥିଓରି, ଥିଓରି ମାନେ ଏଇ ଯେଉଁ ଘଟଣାଟା, ଏଇ ଗପଟା ସ୍ୱାମୀ ଟିକେ ଡିସ୍ପ୍ୟୁଟ୍ କରିଲେ, ଡିସ୍ପ୍ୟୁଟେଡ୍ ମାନେ ଟିକେ ବିବାଦ ଘେରକୁ ଆଣିଲେ, ଏହାକୁ ନେଇକରି ଗୋଟେ ବିବାଦୀୟ ମନ୍ତବ୍ୟ ଦେଲେ, ବା ଗପଟି ଏମିତି ଟିକେ ବିବାଦୀୟ ପରିସ୍ଥିତି ଆଡ଼କୁ ଯିବ ସେଇଭଳିଆ ଗୋଟେ କଥା କହିଲେ। ସେ କ'ଣ କହିଲେ ସ୍ୱାମୀ ନା, ହାଉ କ୍ୟାନ୍ ଇଟ୍ ବି ଫାଦର, ଏଇଟା କେମିତି ସମ୍ଭବ ବାପା। ସପୋଜ ଆଇ ହ୍ୟାଭ୍ ଏ ଲଟ୍ ଅଫ୍ କରେଜ୍, ଧରାଯାଉ ମୋର ବହୁତ ସାହସ ଅଛି। ହ୍ୱାଟ୍ କୁଡ୍ ଆଇ ଡୁ ଇଫ୍ ଏ ଟାଇଗର ଆଟାକ୍ ମି, ମୋ ମନରେ ବହୁତ ସାହସ ଅଛି, କିନ୍ତୁ ହଠାତ୍ ଯଦି ମୋତେ ଗୋଟେ ବାଘ ଆଟାକ୍ କରିବ, ହ୍ୱାଟ୍ କ୍ୟାନ୍ ଆଇ ଡୁ, ଏଇ ପରିସ୍ଥିତିରେ ମୁଁ କ'ଣ କରିପାରିବି। ଏଇ ପ୍ରଶ୍ନ ପଚାରିଲେ ସ୍ୱାମୀ ବାପାଙ୍କୁ। ଲିଭ୍ ଏଲୋନ୍ ଷ୍ଟ୍ରେଙ୍ଗଥ, ତୁ ବଡ଼ କଥା ଛାଡ଼, କ୍ୟାନ୍ ୟୁ ପ୍ରୁଭ୍ ୟୁ ହ୍ୟାଭ୍ କରେଜ୍, ତୁମେ ପ୍ରମାଣ କରିପାରିବ କି ତୁମର ଟିକେ ହେଲେ ବି ସାହସ ଅଛି। ବଳ କଥା ଯେଉଁ କହୁଛ, ବଳ କଥା ଛାଡ଼ି ଦିଅ, ତୁମ ମନରେ ଟିକେ ହେଲେ ବି ସାହସ ଅଛି କି ଏଇ କଥା ପ୍ରୁଭ୍ କରିପାରିବ, ପ୍ରମାଣ କରିପାରିବ। ବାପା କହିଲେ ସ୍ୱାମୀକୁ, ଲେଟ୍ ମି ସି, ମୋତେ ଟିକେ ଦେଖିବାକୁ ଦିଅ। ଇଫ୍ ୟୁ କ୍ୟାନ୍ ସ୍ଲିପ୍ ଏଲୋନ୍ ଟୁ ନାଇଟ୍ ଇନ୍ ମାଇ ଅଫିସ୍ ରୁମ୍, ମୁଁ ଆଜି ଦେଖିବାକୁ ଚାହୁଁଛି ତୁମର ମନରେ ସାହସ ଅଛି କି ନାହିଁ। ତେଣୁ ସେଇ ବାବଦରେ ମୁଁ ଚାହୁଁଛି ଯେ ଦେଖିବା ତୁମେ ଆଜି ଏକୁଟିଆ ମୋ ଅଫିସ୍ରେ ଶୋଇପାରିବ କି, ମୋ ଅଫିସ୍ ରୁମ୍ରେ ଏକୁଟିଆ ଶୋଇପାରିବ କି। ଏ ଫ୍ରାଇଟଫୁଲ୍ ପ୍ରପୋଜିସନ୍, ଏଇଟା ହେଉଛି ଗୋଟେ ଭୟାନକ ବା ଭୟଙ୍କର ପ୍ରସ୍ତାବ। ବାପା ତ ଗୋଟେ ଭୟଙ୍କର ପ୍ରସ୍ତାବ, ପ୍ରପୋଜାଲ୍ ଗୋଟେ ଆଣିଲେ। ସ୍ୱାମୀ ଥଟ୍, ଏଇ କଥାଟା ସ୍ୱାମୀ ଭାବିଲେ ଯେ ବାପା ତ ଗୋଟେ ବହୁତ ଭୟଙ୍କର କଥା କହିଲେ, ଏଇଟା ତ ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ହେଇଯିବ। ହି ହ୍ୟାଡ୍ ଅଲୱେଜ୍ ସ୍ଲେପ୍ଟ
beside his granny in the passage। ସ୍ୱାମୀ ସବୁବେଳେ ତାଙ୍କର ଜେଜେମାଙ୍କ ସହିତ ଶୁଅନ୍ତି। ଏଇଟା ତାଙ୍କର ଗୋଟିଏ ପୁରୁଣା ଅଭ୍ୟାସ, ମାନେ ଏବେ ପର୍ଯ୍ୟନ୍ତ ତାଙ୍କର ଏଇ ଅଭ୍ୟାସ ଅଛି। and any change in this arrangement kept him trembling and awake all night। ହଁ, ତାଙ୍କର ଜେଜେମାଙ୍କ ସହିତ ଶୋଇବାର ଯେଉଁ ଅଭ୍ୟାସ ଅଛି ସେଇ ଅଭ୍ୟାସଟା ବା ସେଇ ଯେଉଁ ଜିନିଷଟାକୁ ଯଦି କେହି ଚେଞ୍ଜ କରନ୍ତି ତାକୁ ଅନ୍ୟ କେଉଁଠି ଶୋଇବାକୁ କୁହାଯାଏ। ତାହେଲେ ଏଇ କଥା ଶୁଣିଲା ପରେ ସେ ଟ୍ରେମ୍ବଲିଂ ମାନେ ସେ ଥରି ଯାଆନ୍ତି, ତାଙ୍କର ଗୋଡ଼ ହାତ ଥରି ହୁଏ ଏବଂ ଏୱେକ୍ ଅଲ୍ ନାଇଟ୍, ଏବଂ ସେ ଅନ୍ୟ କେଉଁ ଜାଗାରେ ଶୋଇଲେ ସେ ରାତି ଯାକ ଜାଗ୍ରତ ହୋଇକରି ରହିବେ, ରାତି ଯାକ ଉଜାଗର ହୋଇକରି ରହିବେ, ତାଙ୍କୁ ଆଉ ନିଦ ଆସିବ ନାହିଁ। କେଉଁଠି ନା ତାଙ୍କର ଜେଜେମାଙ୍କ କୋଳ ଛଡ଼ା ଅନ୍ୟ କେଉଁଠି ଶୋଇବାକୁ କୁହାଗଲେ। he hoped at first that his father was only joking। ସ୍ୱାମୀ ପ୍ରଥମେ ଭାବିଲେ, ମନେ ମନେ ଚିନ୍ତା କଲେ ପ୍ରଥମେ, ହଁ ବାପା ବୋଧେ ଖାଲି ଜୋକ୍ କରୁଛନ୍ତି, ଥଟ୍ଟା କରୁଛନ୍ତି, ମଜା କରୁଛନ୍ତି। ହି ମାମ୍ବଲ୍ଡ ୱିକ୍ଲି, ସେ ଧୀରେ ଧୀରେ, ୱିକ୍ଲି ମାନେ ଦୁର୍ବଳ ଭାବରେ, ମାମ୍ବଲ ମାନେ କ'ଣ କହିଲେ, ଅସ୍ପଷ୍ଟ ଭାବରେ କହିବା, ଗୁଣୁ ଗୁଣୁ କହିବା, ଧୀରେ ଧୀରେ। ତେଣୁ ସେ ଧୀରେ ଧୀରେ କହୁଛନ୍ତି କିଏ, ସ୍ୱାମୀ, ୟେସ୍, ହଉ ଠିକ୍ ଅଛି, ଏଣ୍ଡ ଟ୍ରାଏଡ୍ ଟୁ ଚେଞ୍ଜ ଦି ସବଜେକ୍ଟ। ହଁ, ସ୍ୱାମୀ କହିଲେ ହଁ, ଏବଂ ଏମିତି କହି ଟ୍ରାଏ ଟୁ ଚେଞ୍ଜ ଦି ସବଜେକ୍ଟ। ଏଇ ଯେ ଯେଉଁ ଏକୁଟିଆ ଶୋଇବା, ଅଫିସ୍ ରୁମ୍ରେ ଶୋଇବା, ଏଇ କଥା ଉପରେ ତାଙ୍କର ଯେଉଁ ଆଲୋଚନା ଚାଲିଛି ସେଇ ଟପିକ୍କୁ, ସେଇ ବିଷୟବସ୍ତୁକୁ ଏଡ଼େଇବା ପାଇଁ, ମାନେ ଚତୁରତାର ସହିତ ଅଲଗା ଗୋଟେ ପ୍ରସଙ୍ଗ ଆଲୋଚନା ଭିତରକୁ ଆଣିବା ପାଇଁ ସ୍ୱାମୀ ଚେଷ୍ଟା କରୁଛନ୍ତି। ତେଣୁ ସେଇଟା କୁହାଯାଉଛି ୟେସ୍ ଏଣ୍ଡ ଟ୍ରାଏ ଟୁ ଚେଞ୍ଜ ଦି ସବଜେକ୍ଟ। ସବଜେକ୍ଟ ଟିକେ ଚେଞ୍ଜ କରିବା ପାଇଁ ଚାହିଁଲେ। ହି ସେଡ୍ ଭେରି ଲାଉଡଲି ଏଣ୍ଡ ୱିଥ୍ ଏ ଗ୍ରେଟ୍ ଡିଲ୍ ଅଫ୍ ଏନ୍ଥୁସିଆଜିମ୍। ତେଣୁ ସେ ପ୍ରସଙ୍ଗକୁ ଚେଞ୍ଜ କରିବା ପାଇଁ ସେ ଟିକେ ଜୋରରେ କହି ପକାଇଲେ ଏବଂ ଆଗ୍ରହର ସହିତ କହି ପକାଇଲେ। ସ୍ୱାମୀ କ'ଣ କହୁଛନ୍ତି ନା, ୱି ଆର୍ ଗୋଇଂ ଟୁ ଆଡମିଟ୍ ଇଭିନ୍ ଏଲ୍ଡାର ଇନ୍ ଆୱାର କ୍ରିକେଟ୍ କ୍ଲବ୍ ହିୟର୍ ଆଫ୍ଟର। ଏବେଠାରୁ, ଆଜିଠାରୁ ଆମେ ଆମର ଯେଉଁ କ୍ରିକେଟ୍ କ୍ଲବ୍ ଅଛି ସେଇ କ୍ରିକେଟ୍ କ୍ଲବ୍ରେ ଏପରିକି ବଡ଼ ଲୋକମାନଙ୍କୁ ମଧ୍ୟ ଆଡମିଟ୍ ମାନେ ସାମିଲ କରିବାକୁ ଯାଉଛୁ। ୱି ଆର୍ ବାଇଂ ବ୍ରାଣ୍ଡ ନ୍ୟୁ ବ୍ୟାଟ୍, ଆମେ ନୂଆ ନୂଆ କମ୍ପାନୀର ଭଲ ଭଲ ବ୍ୟାଟ୍ ଗୁଡ଼ିକ କିଣୁଛୁ, ଏଣ୍ଡ ବଲ୍ ମଧ୍ୟ। ଆୱାର କ୍ୟାପ୍ଟେନ୍ ହେଜ୍ ଆସ୍ଡ ମି ଟୁ ଟେଲ୍ ୟୁ, ଆମର କ୍ୟାପ୍ଟେନ୍ ମାନେ ତୁମକୁ କହିବା ପାଇଁ ମୋତେ କହିଛନ୍ତି, ମାନେ ସ୍ୱାମୀ କହୁଛନ୍ତି ବାପାକୁ। ତାମାନେ ତୁମେ ବି ଚାହିଁବ କି ଆମ କ୍ରିକେଟ୍ କ୍ଲବ୍ରେ ଆଡ଼ମିଟ୍ ହେବା ପାଇଁ, ସାମିଲ ହେବା ପାଇଁ। ତେଣୁ ସେଇ ଯେ ଏକୁଟିଆ ଶୋଇବା କଥା ପ୍ରସଙ୍ଗକୁ ଏଡ଼ାଇବା ପାଇଁ ସ୍ୱାମୀ ପୁରା ଆଗ୍ରହର ସହିତ, ଉତ୍ସାହର ସହିତ ଏବଂ ଟିକେ ଜୋର ସ୍ୱରରେ ବାପାଙ୍କୁ ଏଇ କଥା କହିଲେ। ବାପା, ତାମାନେ ତୁମେ ବି କ୍ରିକେଟ୍ କ୍ଲବ୍, ଆମର କ୍ରିକେଟ୍ କ୍ଲବ୍ରେ ସାମିଲ ହେବାକୁ ଚାହିଁବ କି? ୱି ୱିଲ୍ ସି ଏବାଉଟ୍ ଇଟ୍ ଲେଟର୍, ଆମେ ଏଇଟା ପରେ ଦେଖିବା, ଏଇ ବାବଦରେ ପରେ କଥା ହେବା। ତୁମର କ୍ରିକେଟ୍ ବ୍ୟାଟ୍ କଥା, କ୍ରିକେଟ୍ ବଲ୍ କଥା, ତୁମର କ'ଣ ବଡ଼ମାନଙ୍କୁ ସେଥିରେ ସାମିଲ କରିବା କଥା, ଏଇ କଥା ଥାଉ, ଏଇ କଥା ଗୁଡ଼ା ଥାଉ, ଏଇଟା ପରେ ଆମେ ଆଲୋଚନା କରିବା। ଫାଦର କାଟ୍ ଇନ୍, ମଝିରେ ହିଁ ବାପା ସ୍ୱାମୀକୁ ଅଟକାଇଲେ। ସେ ତ କ୍ରିକେଟ୍ କଥା ଏବେ କହିଯାଉଥିଲା ନା, ତାଙ୍କର କ୍ରିକେଟ୍ କ୍ଲବ୍ କଥା କହିଯାଉଥିଲା। ତେଣୁ ବାପା ତାକୁ ମଝିରେ ଅଟକାଇଲେ ଏବଂ କହିଲେ ଥାଉ ଥାଉ ଥାଉ, ସେଇ କଥା ଗୁଡ଼ିକ ଆମେ ପରେ ଆଲୋଚନା କରିବା। ୟୁ ମଷ୍ଟ ସ୍ଲିପ୍ ଏଲୋନ୍ ହିୟର୍ ଆଫ୍ଟର, ତୁମେ ଆଜିଠାରୁ, ଏବେଠାରୁ ଏକୁଟିଆ ଶୋଇବା ଦରକାର। କେଉଁଠି? ଅଫିସ୍ ରୁମ୍ରେ, ଯେଉଁଟା ମୁଁ ତୁମକୁ ପ୍ରପୋଜାଲ୍ ଦେଇଛି, ପ୍ରସ୍ତାବ ଯେଉଁଟା ଦେଉଛି। ସ୍ୱାମୀ ରିଏଲାଇଜ୍ଡ ଦ୍ୟାଟ୍, ସ୍ୱାମୀ ବୁଝିପାଇଲେ ଯେ ଦି ମ୍ୟାଟର୍ ହ୍ୟାଡ୍ ଗନ୍ ବିୟଣ୍ଡ ହିଜ୍ କଣ୍ଟ୍ରୋଲ୍, ଦି ମ୍ୟାଟର୍ ହ୍ୟାଡ୍ ଗନ୍ ବିୟଣ୍ଡ ହିଜ୍ କଣ୍ଟ୍ରୋଲ୍। ସ୍ୱାମୀ ଜାଣିପାରିଲେ ଯେ, ବୁଝିପାରିଲେ ଯେ ଏଇ ଘଟଣାଟି, ଏଇ ପ୍ରସଙ୍ଗଟି ତାଙ୍କର କଣ୍ଟ୍ରୋଲ୍ ମାନେ ନିୟନ୍ତ୍ରଣର ବାହାରକୁ ଚାଲିଗଲା। ତାମାନେ ସେ ଏଥିରେ ଆଉ କିଛି କହିପାରିବେ ନାହିଁ। ବାପା ଯେଉଁ କଥା କହିଲେ ମାନେ ସେଇଟା ହିଁ ହେବ। ବାପା ଯେଉଁ ପ୍ରସ୍ତାବ ଦେଲେ ସେଇ ପ୍ରସ୍ତାବଟା ମାନିବାକୁ ପଡ଼ିବ। ଆଉ ଏଥିରେ କିଛି ଛଳନା ଚଳିବ ନାହିଁ। ଏଠି କ୍ରିକେଟ୍ ବଲ୍ ବ୍ୟାଟ୍ କିଛି କାମ ଦେବ ନାହିଁ। ତେଣୁ ମୋତେ ବାପାଙ୍କର କଥା ମାନିବାକୁ ପଡ଼ିବ। ଏଇଟା ଆମର କଣ୍ଟ୍ରୋଲ୍ ବାହାରକୁ ଚାଲିଗଲା, ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଆଉ ଏଥିରେ ମୁଁ କିଛି ପରିବର୍ତ୍ତନ କରିପାରିବି ନାହିଁ। ଫ୍ରମ୍ ଏ ଚ୍ୟାଲେଞ୍ଜ ଇଟ୍ ହ୍ୟାଡ୍ ନାଓ ବିକମ୍ ଏ ପ୍ଲେନ୍ କମାଣ୍ଡ। ଗୋଟେ ପ୍ରତିଯୋଗିତା ଠାରୁ ଏଇ ଜିନିଷଟି ଏବେ ଗୋଟେ କମାଣ୍ଡରେ ପରିଣତ ହୋଇଗଲା, ହୁକୁମରେ ପରିଣତ ହୋଇଗଲା, ଆଦେଶରେ ପରିଣତ ହୋଇଗଲା। ତେଣୁ ଏଇ ଯେ ଏକୁଟିଆ ଶୋଇବା ଅଫିସ୍ ରୁମ୍ରେ ଯେଉଁ କଥା ବାପା କହିଲେ, ଏଇଟା ଏବେ ମୋ ପାଇଁ ହେଉଛି ଗୋଟିଏ କମାଣ୍ଡ, ଆଦେଶ, ହୁକୁମ। ମୋତେ ମାନିବାକୁ ପଡ଼ିବ, ମାନେ ମାନିବାକୁ
पड़ो यही कथा बुझीगले एबे स्वामी फ्रॉम द फर्स्ट ऑफ नेक्स्ट मंथ आई विल स्लीप एलोन फादर बापा आसंता मास प्रथम तारिख रु मु रहिबी शुइबी एकुटिया यही कथा स्वामी कहले बापा को जा एबे नुह आसंता मास प्रथम दिन प्रथम दिन मु माने तुमर आदेश को पालन करबी नो यू मस्ट डू इट नाउ नाई नाई तुम्हें मो आदेश को एबे पालन करवा दरकार तुम्हें एबे ठारू हेयर आफ्टर यू शुड स्लीप एलोन तुम्हें एबे ठारू ही एकोटिया शुइबा दरकार इट इज डिसग्रेसफुल एटा गोटे अपमानजनकर कथा एटा गोटे लज्जाकर कथा कि कथाटा ना स्लीपिंग बिसाइड ग्रानी और मदर लाइक ए बेबी जेजेमा कोड़े शोइबा बा माँ कोड़े शोइबा एटा गोटे लज्जाकर कथा अपमानजनक कथा कहा पाई तुम पाई यू आर इन द सेकेंड फॉर्म तुम्हें एबे सेकेंड फॉर्म माने छोट रू टिके बड़ हो छुआ जो जन्म हो पूरा शिशु थाए सेटा प्रथम माने शिशु तुम्हें टिके बड़ हो जाइए छोट पिलार तुम्हें टिके बड़ हो जाइछ तामाने तुम्हें एबे सेकेंड फॉर्म रे अछ सानरू टिके बड़ हो जाइछ तामाने आमे जो कथा कहे तेणु तुम्हें एबे सेकेंड फॉर्म रे अछ जेजे माँ को कोଳରେ माँ को कोଳରେ शोइबाटा इट इज भेरी इन कौन डिसग्रेसफुल एंड आई डोंट एट ऑल लाइक मु मोटे पसंद करे बापा कहते मते मोटे पसंद आसु नहीं मु मोटे पसंद कर नहीं कौन ना दी वे यू आर बीइंग ब्रॉट अप ही सेड बापा कहले तुमको ब्रिंग अप रु ब्रॉट अप कहले ब्रिंग अप माने लालन पालन करबा तुमको जो भाव रे लालन पालन करा जाउची तुमर जेजेमा माँ जो माने जो स्नेह श्रद्धा बा जो प्रकार तुमको लालन पालन करूछंती एई कथाटा मते मोटे पसंद आसु नहीं तामने तुमको जो प्रकार ब्रिंग अप ब्रॉट अप करा जाउची से मेथडटा टिके भूल अछि जहाँ फल तुम्हें एबे पर्यंत गोटे छोट पिला ही कर ही अछ तो पिला माने एटा थिला आमर तुम नवम श्रेणी स्टोरी ए हीरो से स्टोरी पार्ट 1 मु भावुची पार्ट 1 टी तुम भल भाव में बुझीपारी तो परिशेष में तुमको मु अनुरोध करने चाहिए मो पाठ पढ़ा तो तुमको जदि किसी मात्रा रे हेले भी लाभ दौ था किसी मात्रा रे हेले भी तुम्हें जदि उपकृत हो था तो मोर ये चैनल को प्लीज सब्सक्राइब करदेव एवं लाइक शेयर मध्य करदेव थैंक यू।